ଯଦି ସିଆଡେ ପଶିବା ତାହେଲେ ଟିକେ ଆମକୁ ମହାଭାରତ ଏବଂ ଗୀତା ଭାଗବତ ଭିତରେ ପଶିଯିବାକୁ ପଡିବ। ବର୍ତ୍ତମାନ ତ ଆମେ ଶ୍ରୀରାମଚରିତ ମାନସ ଚାଲିଛନ୍ତି, ତେଣୁ ଏଠି ଗୋଟିଏ କଥା କହି ରଖିବି, ସେଇଭଳି ଭାବରେ ମା ଦ୍ରୌପଦୀ ମଧ୍ୟ ନିଜ କର୍ତ୍ତବ୍ୟକୁ ଅତି ସୁଚାରୁ ରୂପେ ସମ୍ପାଦନ କରିଛନ୍ତି। ମା କୁନ୍ତୀ ମଧ୍ୟ ନିଜ କର୍ତ୍ତବ୍ୟକୁ ଅତି ସୁଚାରୁ ରୂପେ ସମ୍ପାଦନ କରିଛନ୍ତି ଏବଂ ମା ଅହଲ୍ୟା ମଧ୍ୟ ସେଇ କଥା ତଦନୁସାରେ ସେ କହିଛନ୍ତି, କହିଲେ ପ୍ରଭୁ ଆଜି ମୁଁ ଅନୁଭବ କରୁଛି ମୋ ସ୍ୱାମୀ ଯୋଉ ମତେ ଅଭିଶାପ ଦେଇଥିଲେ ସେଟା ଅଭିଶାପ ନୁହେଁ, ସେଟା ଅନୁଗ୍ରହ ଥିଲା ବୋଲି ଆଜି ମୁଁ ଅନୁଭବ କରୁଛି, ନହେଲେ ଆପଣଙ୍କ ଚରଣ କମଳକୁ ମୁଁ କେବେ ଦର୍ଶନ କରିପାରି ନଥାନ୍ତି। ତେଣୁ ଗୋଟେ କଥା ହଉଛି କାଳକେତୁ ଦ୍ଵାରା ଏବଂ ଏ କପଟି ତପସ୍ୟା ଦ୍ଵାରା ଯୋଉ ଅଘଟଣ ଆଜି ରାଜାଙ୍କ ପାଇଁ ଘଟିଗଲା, ବ୍ରାହ୍ମଣ ମାନେ କୌଣସି ବିଚାର ନ କରି କ୍ରୋଧରେ କହି ଉଠିଲେ। କିଏ ବା କ୍ରୋଧରେ ନ କହିବ? ପାଟିରୁ ପାଚକ ରସ ନିର୍ଗତ ଭାକୁ ବସିଲାଣି, ଭୋକିବା ଅବସ୍ଥାରେ ଆଗରେ ଖାଦ୍ୟ ଥୁଆ ହେଇଛି, ବାସନାରେ ମହମହ ହଉଛି, ପାଟିରୁ ପାଚକ ରସ ଗଡି ଆସିଲାଣି ଜିହ୍ୱାରୁ, ଖାଇବା ପାଇଁ ଆଗ୍ରହ ଥିବା ବେଳେ ଯଦି ମତେ କିଏ କହିଦିଏ ଯେ ଏଇ ଖାଦ୍ୟରେ ଅମୁକ ଜିନିଷ ମିଶିଛି ତ ଉଠିଯାଅ, ସେତେବେଳେ ତ ଅଭିଶାପ ହିଁ ଜଣେ ଦବ ହିଁ ଦବ। ତେଣୁ ସେତେବେଳେ ବ୍ରାହ୍ମଣ ମାନେ କୌଣସି ବିଚାର ନ କରି, ବିଚାର କିଏ କରିବ ସେ ସମୟରେ? ଆପଣ କରିପାରିବେ କି? ଭୋକ ଅବସ୍ଥାରେ ଆପଣ ବସିଥିବା ଅବସ୍ଥାରେ ଆପଣଙ୍କ ସହିତ ଏ ପ୍ରକାର ଘଟଣା ଘଟେ, ଏ ସଂସାରରେ ଏମିତି କୌଣସି ପ୍ରାଣୀ ଅଛି ଯେ ବିଚାର କରିପାରିବ ଠିକରେ? ତେଣୁ ବ୍ରାହ୍ମଣ ମାନଙ୍କର ମଧ୍ୟ ଦୋଷ ନାହିଁ। ବ୍ରାହ୍ମଣ ମାନେ କୌଣସି ବିଚାର ନ କରି କ୍ରୋଧରେ କହି ଉଠିଲେ, ଆରେ ମୂର୍ଖ ରାଜା, ତୁ ସପରିବାର ରାକ୍ଷସ। ଛତ୍ରବନ୍ଧୁ ତଇ ବିପ୍ର ବୋଲାଇ ଘାଲେଇଲିଏ ସହିତ ସମୁଦାୟ, ଈଶ୍ୱର ରାଖା ଧର୍ମ ହମାରା, ଜୟସୀ ତଇ ସমেত ପରିବାର, ସମ୍ବତ ମଧ୍ୟ ନାଶ ତବ ହଉ, ଜଲଦାତା ନ ରହି କୁଲୋକ। ନୃପଶୁନି ଶ୍ରାପ ବିକଲ ଅତି ତ୍ରାସା, ଭୈବ ହରିବର ଗିରା ଅକାଶା, ବିପ୍ରଭୁ ଶ୍ରାପ ବିଚାରି ନ ଦିନା, ନହି ଅପରାଧ ଭୂପ କଛୁ କିନା, ଚକିତ ବିପ୍ର ସବ ଶୁନି ନ ଭବାନୀ, ଭୂପ ଗୟଉଜ ଭୋଜନ ଖାନି। କି ଅଘଟଣ ଘଟିଗଲା ଆପଣ ଦେଖ। ବ୍ରାହ୍ମଣ ମାନେ କହିଲେ, ରେ ନିଚ କ୍ଷତ୍ରିୟ, ତୁ ତ ପରିବାର ସହିତ ବ୍ରାହ୍ମଣ ମାନଙ୍କୁ ଡକାଇ ସେମାନଙ୍କୁ ନଷ୍ଟ କରିଦେବାକୁ ଚାହୁଁଥିଲୁ, ଈଶ୍ୱର ଆମ ଧର୍ମ ରକ୍ଷା କଲେ, ଏଥର ତୁ ସପରିବାର ନଷ୍ଟ ହୋଇଯିବୁ, ଗୋଟିଏ ବର୍ଷ ଭିତରେ ତୋର ସର୍ବନାଶ ହୋଇଯାଉ, ତୋ କୂଳରେ ପାଣି ଦେବାକୁ ବି କେହି ନ ରହୁ। ଏଇ କଥା ତ କପଟି ତପସ୍ୟା ଆଗରୁ କହିସାରିଛନ୍ତି। ଆଉ ଅଭିଶାପ ଶୁଣି ରାଜା ଭୟରେ ଅତ୍ୟନ୍ତ ବ୍ୟାକୁଳ ହୋଇଗଲେ। ସେତିକି ବେଳେ ପୁଣି ଥରେ ଶ୍ରେଷ୍ଠ ପ୍ରକୃତ ଆକାଶବାଣୀ ହେଲା, ଏ ବ୍ରାହ୍ମଣ ଗଣ, ତୁମେ ମାନେ ବୁଝି ବିଚାରି ଅଭିଶାପ ଦେଇନାହ, ରାଜା କୌଣସି ଅପରାଧ କରିନାହାନ୍ତି। ଆକାଶବାଣୀ ଶୁଣି ବ୍ରାହ୍ମଣ ମାନେ ଚକିତ ହୋଇଗଲେ। ତାପରେ ଯେଉଁଠି ଭୋଜନ ସାମଗ୍ରୀ ପ୍ରସ୍ତୁତ ହେଉଥିଲା, ରାଜା ସେଇ ସ୍ଥାନକୁ ଗଲେ। କୋଉଠି? କହିଲେ ଯୋଉଠି ରାଜାଙ୍କର ରୋଷେଇ ଘର ଥିଲା, ରାଜାଙ୍କର ଯୋଉ ଅରିଜିନାଲ ରୋଷେଇଆ, ତାକୁ ସେମାନେ ମାୟା ବଳରେ ଅପହରଣ କରି ନେଇଛନ୍ତି ଆଗରୁ। ଇଏ ଦୁଇ ଜଣ ଆସିକି ସେ ତାଙ୍କ ରୋଷେଇଆ ବେଶ ହେଇକି ରୋଷେଇ କରୁଥିଲେ। ସେ ଦେଖିଲେ ସେଠାରେ ଭୋଜନ ସାମଗ୍ରୀ ନାହିଁ, କି ରୋଷେଇଆ ବ୍ରାହ୍ମଣ ବି ନାହିଁ। ଫଳରେ ରାଜା ଅତ୍ୟନ୍ତ ଚିନ୍ତିତ ହୋଇ ସେଠାରୁ ଫେରି ଆସିଲେ। ସେ ବ୍ରାହ୍ମଣ ମାନଙ୍କୁ ସମସ୍ତ ବୃତ୍ତାନ୍ତ ଶୁଣାଇ ଦେଲେ ଏବଂ ଅତ୍ୟନ୍ତ ଭୟଭୀତ ଓ ବ୍ୟାକୁଳ ହୋଇ ସେମାନଙ୍କ ପାଦ ତଳେ ପଡିଲେ। ତହନ ଅସନ ନହିଁ ବିପ୍ର ସୁଆରା, ଅସନ ମାନେ ଭୋଜନ ସାମଗ୍ରୀ, ଫିରେଉ ରାଉ ମନ ଶୋଚ ପାରା, ସବ ପ୍ରସଙ୍ଗ ମହି ସୁରନ ଶୁଣାଇ, ତ୍ରସିତ ପରେ ମୁଁ ଅବନି ଅକୁଲାଇ। ସେମାନଙ୍କ ପାଦ ତଳେ ଭୂମିରେ ଲୋଟିଗଲେ। ଭୂପତି ଭାବି ମିଟଇ ନାହିଁ, ଯଦପି ନ ଦୂଷଣ ତୋର, କି ଅନ୍ୟଥା ହୋଇ ନାହିଁ, ବିପ୍ର ଶ୍ରାପତି ଘୋର। ମଙ୍ଗଲ ଭବନ ଅମଙ୍ଗଲ ହାରି,
सदा सारथ अजर बिहारी सीताराम 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 सीताराम। सबु शुणी ब्राह्मण माने कहले हे राजन यद्यपि तुमर दोष नाही तथापि नियतिर गति अन्यथा हेब नाही। ब्राह्मण मानक अभिशाप अत्यंत भयानक ताहा कौनसी प्रकार अन्यथा हुए नाही। तेणु ब्रह्म अभिशाप पाई सब आमे आमर भय रहिबा दरकार समस्त। यदि ब्राह्मण अभिशाप हो गला ताले कथा सरीगला पड़िबो ही पड़िबो। आ से कपटी तो बसी काकतु से प्लान करथिले कहले कौनसी प्रकार ई राजा को आमे तो बळरे कळरे पारिले नाही तेणु याकू ब्रह्म अभिशाप करई दबा फल रे हमर आग सुझी जीवो यार तो वंश बुडीबाटा थय। आ कौनसी बाट नाही कही सब मही देव सिधाए समाचार पूरा लोग न पाए। श्री राम जय राम जय जय राम संकट मोचन जय हनुमान। सोचहि दूषण दैव देहि विरचतंस काग किय जे। श्री राम जय राम जय जय राम श्री राम जय राम जय जय राम। ऊपर हित हिव वन पहुँचाई असुर तापसही खबरी जनाई। तेही खल जत पत्र पठाए सजी सजी सेना भूप सब धाए। कौन ହେଇଗଲା देख ଜଣକ ଭିତରେ एपरी कही सब ब्राह्मण चली गले। यदि भोकिला ब्राह्मण आपण द्वार फेरी गला कौन अवस्था हो आपण चिंता करत। यही समाचार पाई नगर लोक चिंतित हो पड़िले ओ जो विधाता हंस गोडू गोडू कुआ गढ़ी देला एवं पुण्यात्मा राजा को देवता करी न देई राक्षस करी देला से विधाता को दोष देवा को लागिले। कारण ये बहुत प्रजावत्सल थिले। ये जो राजा ये अनेक कूप पोखरी तड़ाग बहुत किछि माने प्रजांग पई बहुत किछि सुविधा ही कर देथिले। अत्यंत प्रिय थिले प्रजांग। जने पुरोहित को तांको निज घरे पहुंचाई देई असुर काल केतु कपटी तपस्वी को खबर दे देला। से दुष्ट एई समाचार लिखि चारियाडे पत्र पठाई देला। ता फल सबु शत्रु राजा सैन्य सामंत धरी प्रताप भानु को राज्य को आक्रमण करने को चले आस। ब्रह्म अभिशाप हवा द्वारा राजा दुर्बल हो गले। आउ से जो कपटी तपस्वी से संगे संगे चारियाडू चिठी लिखि पठाई देला जे वर्तमान होची सुवर्ण सुजोग ये राजा वर्तमान ब्रह्म अभिशाप पाइछि तेणु एई समय आमे समस्ते ता नगर को घेराव करिया। तेणु राजा आपण जेतोळे गोटे चिंतारे अछंती मानसिक स्तर रे आपनकर दुर्बलता रही। तेणु ये राजा तो वर्तमान अभिशप्त तेणु अभिशप्त हवा द्वारा कौन है ना ये बहुत चिंतित हो गले। चिंतित मनुष्यटा सब दुर्बल रहिबो। तेणु से माने कौन कले कले समस्ते मिली मिसिक नगर को घेराव करदेले। देहरे अपरिमित बल थिले सुद्धा ब्राह्मण मानक अभिशाप को आखि आगे रखी राजा बहुत चिंतित हो गले। देहरे बल थिले कौन हम मन बल कमी गला। मन बल कमी गला। गाड़ी केतोळे एक्सीडेंट हुए
କହିଲେ ଯେତେବେଳେ ଡ୍ରାଇଭର ଅନ୍ୟ ମନସ୍କ ହେଇଯାଏ, ନିଜ ଭିତରେ ହଜି ଯାଏ, ତାମାନେ ନିଦ ଆସିଲେ ଆକ୍ସିଡେଣ୍ଟ ହୁଏ ବା ଗୋଟେ କୋଉ ଅନ୍ୟ କଥା ଭାବୁଥିଲେ ଆକ୍ସିଡେଣ୍ଟ ହୁଏ। ତେଣୁ ଏଇ ରାଜା ହାରିବାର ଏକମାତ୍ର ବାଟ ହେଲା ଏଇ ଅଭିଶାପକୁ, ସେଇ ଯୋଉ ବଂଶ ବୁଡିଯିବ, ତ କୂଳରେ କେହି ରହିବେ ନାହିଁ, ଜଳଦାତା ରହିବେନି, ପାଣି ଦେବାକୁ କେହି ବଂଶରେ ରହିବେନି, ମାତ୍ର ବର୍ଷେ ଟାଇମ ଦେଇଛନ୍ତି, ବର୍ଷ ଭିତରେ ସବୁ ତର ସର୍ବନାଶ ହେଇଯିବ। ଏଇ କଥାକୁ ରାଜା ଚିନ୍ତା କରି କରି ମାନସିକ ସ୍ତରରେ ବହୁତ ଦୁର୍ବଳ ହେଇଗଲେ। ନହେଲେ ୟାଙ୍କର ଜଣେ ଭାଇ ଥିଲା ଯାହାକୁ କେହି ହରେଇ ପାରିବା କଥା ନୁହେଁ। ୟାଙ୍କର ଜଣେ ଭାଇ ଥିଲେ ଯାହାକୁ କେହି ହରେଇ ପାରିବା କଥା ନୁହେଁ। ରାଜା ତାକୁ ହିଁ ପାଥେୟ କରିକି ସବୁବେଳେ ଯୁଦ୍ଧରେ ଜିତୁଥିଲେ। ସେଇ ଆର ଜନ୍ମକୁ କୁମ୍ଭକର୍ଣ୍ଣ ହେବେ। ଚିନ୍ତା କରନ୍ତୁ। ଆଉ ତାଙ୍କର ଧର୍ମ ରୁଚି ନାମରେ ଯୋଉ ଭାଇଟି ଥିଲା ସେ ହେବେ ବିଭୀଷଣ। ତେଣୁ ବ୍ରହ୍ମ ଅଭିଶାପକୁ ସବୁବେଳେ ଆପଣ ବ୍ରାହ୍ମଣକୁ କେବେ ଚିଡେଇବେ ନାହିଁ, ବ୍ରାହ୍ମଣକୁ ନିଚା କେବେ ଦେଖେଇବେ ନାହିଁ। ବ୍ରାହ୍ମଣଟିଏ ଦେଖିଲେ ଆପଣ ତାଙ୍କୁ ନମସ୍କାରଟିଏ ହେବେ, କାରଣ ସେ ହେଉଛନ୍ତି ଭୂସୁର। ଭୂ ମାନେ ପୃଥିବୀ, ସୁର ମାନେ ଦେବତା। ବ୍ରାହ୍ମଣ ମାନେ ହଉଛନ୍ତି ଚଳନ୍ତି ଦେବତା ପୃଥିବୀର। ଦେବତାଙ୍କୁ ତ ଆମେ ଦେଖିପାରୁନାହାନ୍ତି, କିନ୍ତୁ ଚଳନ୍ତି ଦେବତା ହଉଛନ୍ତି ବ୍ରାହ୍ମଣ। ଭୂସୁର, ସୁର ମାନେ ଦେବତା, ଭୂ ମାନେ ପୃଥିବୀ, ପୃଥିବୀର ଇଏ ହଉଛନ୍ତି ଚଳନ୍ତି ଦେବତା। ଆଉ ଆସନ୍ତାକାଲି ହଉଛି ଗୁରୁ ପୂର୍ଣ୍ଣିମା, ସବୁଠୁ ବଡ ଦିବସ। ପାଞ୍ଚ ଦିନ ଗୁରୁ, ବର୍ତ୍ତମାନ କାଲି ହଉଛି ଗୁରୁଙ୍କର ଶାସନର ଶେଷ ଦିନ। ଏକାଦଶୀ ଠାରୁ ଗୁରୁଙ୍କୁ ଦାୟିତ୍ୱ ଦିଆହେଇଥିଲା ପୃଥିବୀକୁ ଶାସନ କରିବା ପାଇଁ, ଦାୟିତ୍ୱ ଦିଆହେଇଛି ପରିଚାଳନା କରିବା ପାଇଁ ପୃଥିବୀ। କାଲି ହଉଛି ଗୁରୁଙ୍କର ଶେଷ ଦିବସ। କାଲି ହଉଛି ବ୍ୟାସ ପୂର୍ଣ୍ଣିମା, ଗୁରୁ ପୂର୍ଣ୍ଣିମା। ଗୁରୁଙ୍କୁ ନ ମଣିବ ନର, ଗୁରୁ ହିଁ ସାକ୍ଷାତ ଈଶ୍ୱର। କାଲି ମୋ ଧର୍ମପତ୍ନୀ ସହିତ ଆମେ ବାହାରିବୁ ସକାଳୁ ଗୁରୁଙ୍କ ଦର୍ଶନ କରିବା ପାଇଁ। ଗୁରୁଙ୍କ ଠାରେ କେତେବେଳେ ଦୋଷ ଦେଖିବେ ନାହିଁ। ଗୁରୁ ଯଦି ଲୋଭୀ ହେଇଥିବେ ତାହେଲେ ଆପଣ ଭାବିବେ ଇଏ ହଉଛନ୍ତି ବାମନ ଭଗବାନ। ଗୁରୁ ଯଦି ଲୋଭୀ ହେଇଥାନ୍ତି ତାହେଲେ ଆପଣ ଭାବିବେ ଇଏ ହଉଛନ୍ତି ବାମନ ଭଗବାନ। ବାମନ ଭଗବାନ କଣ କଲେ? କହିଲେ ଲୋଭରେ ପଡିକି ତିନି ପାଦ କହିକି ସବୁ ନେଇଗଲେ ତାଙ୍କ। ଗୁରୁ ଯଦି କ୍ରୋଧୀ ହେଇଥାନ୍ତି ତାହେଲେ ଆପଣ ଭାବିବେ ଇଏ ହଉଛନ୍ତି ନୃସିଂହ ଭଗବାନ। ଗୁରୁ ଯଦି ସୌଖିଆ ଲୋକ ହେଇଥାନ୍ତି ତାହେଲେ ଆପଣ ଭାବିବେ ଇଏ ହଉଛନ୍ତି ରସରାଜ ରସିକେନ୍ଦ୍ର ମୌଳି କୃଷ୍ଣ ଭଗବାନ। ଗୁରୁ ଯଦି ମର୍ଯ୍ୟାଦା ପୁରୁଷ ହେଇଥାନ୍ତି ଆପଣ ଭାବିବେ ଇଏ ହଉଛନ୍ତି ରାମ ଭଗବାନ। ତେଣୁ ଗୁରୁଙ୍କର ଦୋଷ ତ୍ରୁଟି କେତେବେଳେ ଦେଖାଯାଏନି। ପୁଣି ଗୁରୁ କିଏ ହବା ଦରକାର? ପ୍ରକୃତ ଗୁରୁ କିଏ? କହିଲେ ଗୁରୁ ପରମ୍ପରା କ୍ରମରେ ଯୋଉମାନେ ଆସିଛନ୍ତି। କାରଣ କାହାରି ମନରେ ପ୍ରଶ୍ନ ବି ଉଠିପାରେ ଯେ ବହୁତ ଗୁରୁଙ୍କ ବିଷୟରେ ତ ଆମେ ଶୁଣିଲୁ, ଦେଖିଲୁ, ଜେଲ ଗଲେ, ମାଡ ଖାଇଲେ, ମାନେ ବାହାରକୁ ଆସିଲେ, ବେଜିତ ହେଲେ, ସବୁ କିଛି ହେଲା, ତାହେଲେ ତାଙ୍କୁ କୋଉ ହିସାବରେ ଦେଖିବା? କହିଲେ ସେମାନେ ଗୁରୁ ନୁହନ୍ତି। ଗୁରୁ କିଏ? କହିଲେ ଗୁରୁ ହଉଛନ୍ତି ମାତ୍ର 4 ପ୍ରକାର। ଶ୍ରୀ ବ୍ରହ୍ମ ରୁଦ୍ର ସନକ। ଏଟା ପଦ୍ମ ପୁରାଣରେ ଲିଖିତ ଅଛି, ମୁଁ ଏଟା ମୋ ପାଟିରୁ କହୁନି, ଏଟା ଶାସ୍ତ୍ର ନିୟମ। ପରମ୍ପରା କ୍ରମରେ ଯୋଉମାନେ ଗୁରୁ ହେଇକି ଆସିଛନ୍ତି, ଶ୍ରୀ ସମ୍ପ୍ରଦାୟ ହେଲେ ରାମାନନ୍ଦୀ ସମ୍ପ୍ରଦାୟ, ଯୋଉଥିରୁ ଆମେ ଦୀକ୍ଷା ଗ୍ରହଣ କରିଛୁ। ବ୍ରହ୍ମ ସମ୍ପ୍ରଦାୟ ହେଲେ ଗୌଡୀୟ ସମ୍ପ୍ରଦାୟ, ଇସ୍କନ ମଠ ଠାରୁ ଆରମ୍ଭ କରି ଗୌଡୀୟ ସମ୍ପ୍ରଦାୟ ଯେତେ ଅଛନ୍ତି, ଏମାନେ ଗୁରୁ ପରମ୍ପରା କ୍ରମରେ ଆସିଛନ୍ତି। ରୁଦ୍ର ସମ୍ପ୍ରଦାୟ ଆପଣ ସାଉଥରେ ଆପଣ ଦେଖିବେ ଯୋଉ ତ୍ରିପୁଣ୍ଡ ମାରିଥିବେ, ସେମାନେ ହେଲେ ରୁଦ୍ର ସମ୍ପ୍ରଦାୟ। ଆଉ ସନକ ସମ୍ପ୍ରଦାୟ ହେଲେ ବ୍ରହ୍ମାଙ୍କର 4 କୁମାର।
ଏଇ 4 ଜଣଙ୍କୁ ଛାଡିଲା ପରେ ପଞ୍ଚମରେ କୌଣସି ସଂସ୍ଥା ହିଁ ନାହିଁ। ଆଉ ଇଏ 4 ଜଣ ହଉଛନ୍ତି ବୈଷ୍ଣବ। ଅବୈଷ୍ଣବ କେବେ ଗୁରୁ ହେଇପାରିବ ନାହିଁ। ମୁଁ ଖୋଜି ଖୋଜି ସେଥିପାଇଁ ମତେ 2-2.5 ବର୍ଷ ଲାଗିଗଲା। ଅବୈଷ୍ଣବ କେବେ ଗୁରୁ ହେଇପାରିବେ ନାହିଁ, ମନେ ରଖିଥାନ୍ତୁ। ବୈଷ୍ଣବ ହେଇଥିଲେ ଗୁରୁ ହିଁ ହେବେ। ଏହା ଶାସ୍ତ୍ରୀୟ ନିୟମ, ମୁଁ ମନରୁ କିଛି କହୁନାହିଁ। ପଦ୍ମ ପୁରାଣ ଦେଖିଦେବେ, ସେଥିରେ ସବୁ ପାଇଯିବେ ଆପଣ। ତେଣୁ ଯିଏ ଏପର୍ଯ୍ୟନ୍ତ ଗୁରୁ ଗ୍ରହଣ କରିନାହାନ୍ତି ତାଙ୍କର ଗୁରୁ ହଉଛନ୍ତି ଗଣେଶ। ଶ୍ରୀ ଗୁରୁ ଗଣେଶାୟ ନମଃ। ଅଟୋମେଟିକ ଗଣେଶ ତାଙ୍କର ଗୁରୁ। ଯାହାଙ୍କର ଗୁରୁ ମାନେ ଶରୀରଧାରୀ ଗୁରୁ କେହି ନାହାନ୍ତି, ତାଙ୍କର ଅଟୋମେଟିକ ଗୁରୁ ହଉଛନ୍ତି ଗଣେଶ। ତେଣୁ ସିଏ ଗଣେଶଙ୍କୁ ମୁଣ୍ଡିଆ ମାରିକି ମଧ୍ୟ ତାର ସବୁ କାମ ସେ ଆରମ୍ଭ କରିଦେଇ ପାରିବ। ବା ଘରୁ ବାହାରିଲା ବେଳେ ଆପଣ 4 ଜଣଙ୍କର ନାଁ ନେଇକି, ଆପଣ ଯୋଉ ଭଗବାନ ଶଙ୍କରଙ୍କ ପରିବାର ନାଁ ନେଇକି ଘରୁ ଯାତ୍ରା ଆରମ୍ଭ କରିବା କଥା। ହର ଗୁର ଗୌରୀ ଗଣେଶ, ହର ଗୁର ଗୌରୀ ଗଣେଶ, ଏତକ କହିକି ଘରୁ ଆପଣ ବାହାରିବେ, ସବୁ କାର୍ଯ୍ୟ ଆପଣଙ୍କର ସିଦ୍ଧି ହବ। ଏଇ ତା ସହିତ ଆଉ ଗୋଟେ ଜିନିଷ ମିଶେଇ ଦେବେ, ହନୁମାନ ଅଞ୍ଜନି ସୁନୁ ବାୟୁପୁତ୍ର ମହାବଳ ରାମ ଇଷ୍ଟ ଫାଲଗୁନ ସଖା ପିଙ୍ଗାକମିତ ବିକ୍ରମ ଉଦଧିକ୍ରମଣସ୍ୟ ବସିତାଶୋକ ବିନାଶନ ଲକ୍ଷ୍ମଣ ପ୍ରାଣଦାତାସ ଦଶ ଗିରିବଶ ଦର୍ପହା ଏତାନି ଦ୍ୱାଦଶ ନାମାନି କପୀନ୍ଦ୍ରସ୍ୟ ମହାତ୍ମନ ପ୍ରାତ କାଳେ ପ୍ରଦେଶେ च ଯାତ୍ରା କାଳେ च जह पटे तस्य सर्व भयन नास्ति रणे च विजयी भवे राजद्वारे गहरे च भयन नास्ति कदाचन। राजद्वार हऊ बा गहन वन हऊ, कौनसी जगार भय टिकिए भी रहिब नाही। शंकर भगवानଙ୍କର परिवारକୁ स्मरण करी हनुमान जी होची एकादश रुद्र अवतार, से एका सेई शंकरଙ୍କ परिवार कहले चल, अत्युक्ति हब नहीं। तांको स्मरण करी घरु आपण यात्रा आरंभ करिवे, किछि असुविधा नाही। तेणु भगवान सेई कथा कहले, एई भली भाबरे परंपरा क्रमरे जो वैष्णव गुरु माने आसीचंती, भगवान कहले सेई कथा भागवतरे मध्य कहि दैछंती, मोहिब सई गुरु दे मोठारो गुरु भिन्न नहे। गुरु को ऊपर बहुत गुरुत्व दिया है। आसंता काली होची सेई दिवस। स्वभावे गुरु कर्णधार मोहि अनुकूल समीर। स्वभाव होची गुरु कर्णधार, मोची अनुकूल समीर। डंगारे पाल बांधी देले जेमिति वायु माध्यम रे से डंगा को उडे नहीं कि चली जाए, कोउथिरे जल रे बहुत आगु को नहीं जाए, सेई कथा भगवान कहउछन। तेणु गुरु होचंती मूल, जहार गुरु नाही तांकर गुरु माने ऑटोमेटिक गुरु होचंती किए ना गणेश। तेणु आमे हमको राम मंत्र मिली अप्रकाश्य, किंतु रामकर महामंत्र कौन? श्री राम जय राम जय जय राम, श्री राम जय राम जय जय राम, श्री राम जय राम जय जय राम, श्री राम जय राम जय जय राम। समर्थ रामदास भगवान 13 कोटी थर या जप करथिले, एई महामंत्र को साक्षात सीताराम को दर्शन करथिले। श्री राम जय जय राम, श्री राम जय जय राम, यो महामंत्र। आ जप करिया पई हमहु जो अप्रकाश मंत्र दिया है, ता से प्रकाश योग्य नुहे, गुरुदेव भगवान मना करचंती। तेणु ये हूँ ओपन पूरा, ये जिनस हूँ पूरा महामंत्र जाऊ कहते। कृष्ण भगवान को जो माने भजन कर महामंत्र हूँ हरे कृष्ण 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 हरे हरे, हरे राम 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 हरे हरे। किंतु आमर रामानंदी मानकर जो कीर्तन हूँ हरे राम 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 हरे हरे, हरे कृष्ण 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 हरे हरे। आगे कृष्ण को नाम, एथिरे आगे राम को नाम, फरक विशेष किछि नाही।
ସମସ୍ତଙ୍କର ତ୍ରିସନ୍ଧ୍ୟା ଅଛି, ସମସ୍ତଙ୍କର ପ୍ରାତଃ ସ୍ନାନ ଅଛି, ସମସ୍ତଙ୍କର ସୂର୍ଯ୍ୟାଗ୍ର ଅଛି, ସମସ୍ତଙ୍କର 24 ଏକାଦଶୀ ଷଡ଼ ଜୟନ୍ତୀ ସବୁ କିଛି ଅଛି। କାନ୍ଧରେ ପଇତା ଅଛି, ବେକରେ ମାଳି ଅଛି, ଜପ ତପ ତିଳକ ମାଳା ସବୁ କିଛି ଅଛି। ପାଖାପାଖି ସବୁ ସମାନ, ସମସ୍ତଙ୍କୁ ବୈଷ୍ଣବ ହିସାବରେ ଗଣା ହଉଛି। ତେଣୁ ଆମେ ଜୟଧ୍ୱନି ଦେଲା ବେଳେ କହୁଛୁ ଅଗଣିତ ବୈଷ୍ଣବ ସମାଜ, ତେଣୁ ୟାଙ୍କର କୌଣସି ଗଣନା ନାହିଁ। ତେଣୁ କାଲି ହଉଛି ସେ ପବିତ୍ର ଗୁରୁ ଦିବସ। ଆଚ୍ଛା, ଉପରହିତ ହି ଭବନ ପହୁଞ୍ଚାଇ ଅସୁର ତାପସଇ ଖବରି ଜଣାଇ ତେହି ଖଲ ଜନ୍ତଃ ପତ୍ର ପଠାଏ ସଜି ସଜି ସେନ ଉପସବଦାଏ ଘେରେ ନଗର ନିଶାନ ବଜାଇ ବିବିଧ ପାନ୍ତି ନିତ ହୋଇଲରା ଯୁଝେ সকল সুভট করি করনি বন্ধু সমেত পরে নূর্প ধরনি। বন্ধু শব্দର ଅର୍ଥ ହେଉଛି ଭାଇ। এটা ଅବଧି ଭାଷାରେ ବନ୍ଧୁ ମାନେ ଅନ୍ୟ ବନ୍ଧୁ ବୋଲି ଆପଣ ବୁଝିବେନି, ବନ୍ଧୁ ମାନେ ଭାଇ। ତ ତେଣେ ପୁରୋହିତଙ୍କୁ ତାଙ୍କ ନିଜ ଘରେ ପହଞ୍ଚାଇ ଦେଇ ଅସୁର କାଳ କେତୁ କପଟି ତପସ୍ୱୀକୁ ଖବର ଦେଇଦେଲା। ସେଇ ଦୁଷ୍ଟ ଏଇ ସମାଚାର ଲେଖି ଚାରିଆଡେ ପତ୍ର ପଠାଇ ଦେଲା। ତା ଫଳରେ ସବୁ ଶତ୍ରୁ ରାଜା ସୈନ୍ୟ ସାମନ୍ତ ଧରି ପ୍ରତାପ ଭାନୁଙ୍କ ରାଜ୍ୟ ଆକ୍ରମଣ କରିବାକୁ ଚାଲି ଆସିଲେ। ସେମାନେ ରଣଭେରି ବଜାଇ ନଗର ଘେରାଉ କରିଦେଲେ। କିଛି ଦିନ ଧରି ଅନେକ ପ୍ରକାର ଯୁଦ୍ଧ ହେବାକୁ ଲାଗିଲା। ପ୍ରତାପ ଭାନୁଙ୍କର ସମସ୍ତ ସୁରବୀର ଯୁଦ୍ଧ କରି କରି ରଣକ୍ଷେତ୍ରରେ ପ୍ରାଣ ହରାଇଲେ। ରାଜା ମଧ୍ୟ ଭାଇ ସହିତ ଯୁଦ୍ଧରେ ନିହତ ହୋଇଗଲେ। ସତ୍ୟ କେତୁ ଖୁଲ କହୁ ନହି ବାଞ୍ଚା ବିପ୍ର ଶ୍ରାପ କିମି ହୋଇ ଅସାଞ୍ଚା ରିପୁଜିତି ସବ ନୃପ ନଗର ବସାଇ ନିଜ ପୁର ଗବନେ ଜୟ ଯଶୁ ପାଇ। ସତ୍ୟକେତୁଙ୍କ କୂଳରେ ଆଉ କେହି ରହିଲେ ନାହିଁ। ବ୍ରାହ୍ମଣ ମାନଙ୍କ ଅଭିଶାପ କିପରି ବା ମିଥ୍ୟା ହୋଇପାରନ୍ତା? ଶତ୍ରୁକୁ ଜୟ କରି ପୁଣି ଥରେ ନଗର ବସାଇ ସବୁ ରାଜା ବିଜୟ ଓ ଯଶ ପାଇ ନିଜ ନିଜ ନଗରକୁ ଫେରିଗଲେ। କହିଲେ ଏ କଥା କିଏ କାହା ପାଖରେ କହୁଛନ୍ତି? କହିଲେ ଏ କଥାକୁ ଯାଜ୍ଞବଲ୍କ ଋଷି ଭରଦ୍ୱାଜଙ୍କୁ କହୁଛନ୍ତି। କହିଲେ ଭରଦ୍ୱାଜ ଶୁଣୁ ଯାହି ଜବ ହୋଇ ବିଧାତା ବାମ ଧୁରି ମେରୁ ସମ ଜନକ ଜମ ତାହି ବ୍ୟାଲ ସମ ଦାମ। କହିଲେ ଯାଜ୍ଞବଲ୍କ କହିଲେ ହେ ଭରଦ୍ୱାଜ ଶୁଣନ୍ତୁ, ବିଧାତା ଯାହାର ବିପରୀତ ହୁଏ ତା ପାଇଁ ଧୂଳି ମଧ୍ୟ ସୁମେରୁ ପର୍ବତ ସମାନ ବିରାଟ, ପିତା ଯମ ସମାନ ଭୟଙ୍କର ଓ ଦୌଡ଼ି ମଧ୍ୟ ସର୍ପ ସମାନ ଦଂଶକ ହୋଇଯାଏ। ବିଧାତା ବିପରୀତ ହେଲେ ଏହିପରି ଭାବରେ ହୁଏ। ତେଣୁ କୌଣସି ପରିସ୍ଥିତିରେ ଭଗବାନ ଆମର ବିପରୀତ ନ ହୁଅନ୍ତୁ, ଆମକୁ ଏଇ ଚିନ୍ତା କରିବାକୁ ପଡିବ। ମୋର ଏଇ ଜାଗାରେ ଗୋଟିଏ ଅନୁରୋଧ ଆପଣ ସମସ୍ତଙ୍କୁ ରହିବ। ଯଦି ସେଇ ଭଗବାନଙ୍କର ଅପାର କୃପା କରୁଣାରୁ ଆଜି ଆମେ ସମସ୍ତେ ଏକାଠି ହେଇଛେ, ତେଣୁ ସମସ୍ତଙ୍କୁ ମୋର ଅନୁରୋଧ ରହିବ, ସମସ୍ତଙ୍କ ଘରେ ଅଭକ୍ଷ ଭକ୍ଷଣ ବନ୍ଦ କରନ୍ତୁ। ଆମେ ଏକୁ ଯଦି କେବଳ ଶୁଣିବା କାମରେ ଲଗେଇବା ନାହିଁ, ଏ ତ ଧର୍ମକୁ ଆଖିଠାର ହେଇଯିବ। ଅଭକ୍ଷ ଭକ୍ଷଣ ଆଗେ ବନ୍ଦ କରନ୍ତୁ। କାହିଁକି କହିଲେ ଯୋଉ ଭଳି ଭାବରେ ଅନ୍ନ ଗ୍ରହଣ କରିବେ ମନ ସେଇଭଳି ଭାବରେ ତିଆରି ହବ। ନିଃସନ୍ଦେହ ଆମ ଦ୍ୱାରା ଅନେକ ଭୁଲ ଅତୀତରୁ ହେଇଯାଇଛି ଆଗରୁ, କିନ୍ତୁ ଆମେ ସେଇ ଭୁଲକୁ ରିପିଟ କରି ଏପଟେ ଭଗବାନଙ୍କ ବିଷୟରେ ଚର୍ଚ୍ଚା କରିବା, ଏହାର କୌଣସି କାରଣ ନାହିଁ। ଆଉ ଗୁଡିଏ କଥା ଶୁଣିଲେ ତାର କିଛି ମୂଲ୍ୟ ନାହିଁ।
କଥା ବରଂ ଅଳ୍ପ ଶୁଣିକି ତାକୁ କାମରେ ଲଗାନ୍ତୁ। ସେଇ କଥା ଆପଣଙ୍କର ଚରିତ୍ରଗତ ହଉ, ନୀତିଗତ ହଉ, ରକ୍ତଗତ ହଉ, ଅସ୍ଥିଗତ ହଉ, ମଜାଗତ ହଉ, କାହିଁକିନା ପାପ ସବୁଥିରେ ଅଛି। ଧ୍ୟାନ ସେ ଶୁଣନ୍ତୁ ଏ କଥା। ପାପ ଆମର ପ୍ରତି ଅନ୍ଦି କନ୍ଦିରେ ଲୁଚିକି ରହିଛି। ପାପ କେମିତି ଛଡାନ୍ତି ସେ କଥା ଭରତଙ୍କ ବିଷୟ ଯେତେବେଳେ ପଢିବ ଆପଣ ଜାଣିବେ। ଭରତ ପାପୀ ନୁହନ୍ତି, ସେ ପାପ କିଛି ପାପ କରିନାହାନ୍ତି, କିନ୍ତୁ ଭରତ କଣ କରୁଥିଲେ କହିଲେ ଗୋମାତାଙ୍କୁ ଧାନ ଗୋଟା ଖୁଆଉଥିଲେ। ସେମାନେ ମଳତ୍ୟାଗ କଲା ପରେ ସେଥିରୁ ଯୋଉ ବଞ୍ଚିଥିବା କିଛି ଗୋଟାଳିଆ ଜିନିଷ ବାହାରେ। ଆପଣ ଦେଖିଥିବେ ଗୋମାତା ମାନେ ଯୋଉ ଧାନ ଚାଉଳ ସବୁ ବିକଳରେ ଖାଇ ଯାଇଥାନ୍ତି, ସବୁ ଜିନିଷ ତାଙ୍କର ଡାଇଜେସନ ହେଇଥାଏ, ସେଥିରୁ କିଛି ଗୋଟା ବାହାରେ। ଏକଥା ଆପଣ ସମସ୍ତେ ଜାଣିଛନ୍ତି, ଦେଖିବିଛନ୍ତି, ମୁଁ ବି ଦେଖିଛି। ସେଇ ଯୋଉ ଏଇ କଥାକୁ ଧ୍ୟାନ ସେ ଶୁଣନ୍ତୁ, ଏଟା ସମସ୍ତଙ୍କ କାମରେ ଲାଗିବ। ଯଦି ସୁଯୋଗ କେବେ ପାଆନ୍ତି ସେଇଥିରୁ ଗୋଟେ ଅନ୍ନ ଆଣିକି ଥରେ ହାଣ୍ଡିରେ ପକେଇକି ଆପଣ ଖାଇଲେ ଭଲ। ଖାଇଲେ କଣ ହବ ନା ଆପଣଙ୍କ ଯୋଉ ଅସ୍ଥି ଭିତରେ ଯୋଉ ପାପ ରହିଛି, ଶୁଣନ୍ତୁ, ଆମର ମନ ଭିତରେ ପାପ ଅଛି, ମାଂସ ଭିତରେ ପାପ ଅଛି, ରକ୍ତ ଭିତରେ ପାପ ଅଛି, ଚର୍ମ ଭିତରେ ପାପ ଅଛି, ଅସ୍ଥି ଭିତରେ ବି ପାପ ଅଛି। ପାପ ସବୁଆଡେ ଅଛି ଆମ ଦେହ ଭିତରେ। କଲେ ମନରୁ ମଇଳା ଛାଡିଯିବ କେତେବେଳେ, ଯେତେବେଳେ ମନ ଭିତରେ ଭଗବାନଙ୍କୁ ବସେଇକି ଆପଣ ଭଜନ କୀର୍ତ୍ତନ କରିବେ, ସେତେବେଳେ ମନରୁ ମଇଳା ଛାଡିବ। ଆଉ ଇଏ ରକ୍ତ ମାଂସ ଶରୀରରୁ କେମିତି ଛାଡିବ କହିଲେ ଅଭକ୍ଷ ଭକ୍ଷଣ ଛାଡିଦେଲେ ଏଥିରୁ ମଧ୍ୟ ପାପ ଦୂରେଇଯିବ। କିନ୍ତୁ ଅସ୍ଥି ଭିତରେ ଯୋଉ ପାପ ଅଛି ସେ କେବେ ସହଜରେ ଦୂରାଇନି। ତା ପାଇଁ ଗୋଟେ ପ୍ରକାର ଉପାୟ ଅଛି। କହିଲେ କଣ? କହିଲେ ଗୋମାତା ମଳରୁ ଶସ୍ୟ ସଂଗ୍ରହ କରି ସେଥିରୁ ଯଦି 2-4ଟା ଆଣିକି ଆପଣଙ୍କ ହାଣ୍ଡିରେ ପକେଇକି ତାକୁ ମିଶେଇ ଦେଲେ ଖାଦ୍ୟରେ, ଆଉ ତାକୁ ସାରା ପରିବାର ଖାଇବେ, ଅନ୍ତତଃ ଗୋଟେ ଥର 2 ଥର ଖଣ୍ଡ କରନ୍ତୁ ତାକୁ। କଲେ କଣ ହବ ନା ଆପଣଙ୍କ ଅସ୍ଥି ଭିତରେ ଯୋଉ ପାପ ଅଛି ସେ ପଳେଇବ। ୟାକୁ କିଏ ପାଳନ କରିକି ଆମକୁ ପ୍ରମାଣ ଦେଇଛନ୍ତି? କହିଲେ ସିଏ ହଉଛନ୍ତି ଭରତ ମହାରାଜ। ଓହୋ, ତେଣୁ ଭରତ କଣ କରୁଥିଲେ? କହିଲେ ଗୋମାତାଙ୍କୁ ଖୁଆଉଥିଲେ ଗହମ, ଧାନ, ଏଇ ସବୁ ଜିନିଷ ଖୁଆଉଥିଲେ ଗୋଟିକିଆ। କହିଲେ କାହିଁକି? କହିଲେ ସେମାନେ ଯୋଉ ମଳ ତ୍ୟାଗ କରିବେ, ସେ ମଳରୁ ଯୋଉ ବାହାରିବ ଗୋଟିକିଆ ଜିନିଷ, ଧାନ, ଗହମ, ଯାହା ବାହାରିବ, ତାକୁ ସବୁ ସେ ଧୋଉଥିଲେ। ଧୋଇକି ତାକୁ ଶୁଖେଇକି କୁଟିକି ଖାଉଥିଲେ। ନହେଲେ ତାକୁ ଆପଣ, କିନ୍ତୁ ସେ ତ ଅନ୍ନ ଖାଉନଥିଲେ, ସେ ତ ଫଳ ଖାଉଥିଲେ, ତେଣୁ ତାକୁ ସେ କୁଟିକି ଖାଉଥିଲେ। ନହେଲେ ଯଦି ଆପଣ ରୋଷେଇ କରୁଛନ୍ତି ତାହେଲେ ଆପଣଙ୍କ ଭାତ ହାଣ୍ଡିରେ ଡାଇରେକ୍ଟ ମଧ୍ୟ ଆକୁ ପକେଇଦେଲେ ଆହୁରି ଭଲ। 33 କୋଟି ଦେବାଦେବୀ ଗୋମାତା ଦେହରେ ଅଛନ୍ତି, ତାଙ୍କ ମଳରୁ ବାହାରିଥିବା ଏଇ ଜିନିଷ କହିଲେ ଭଗବାନ ବଣରେ ଥାଇକି ଖାଉଛନ୍ତି ଫଳ, ମୁଁ ଖାଉଛି ମଳ। କହିଲେ କାହିଁକି? କହିଲେ ସୀତାରାମଙ୍କ ପ୍ରତି ଯୋଉ ଅନ୍ୟାୟ ମୋ ଦ୍ଵାରା ହେଇଛି, ତାଙ୍କ ଦ୍ଵାରା କିଛି ହେଇନି, ତାଙ୍କର ଏଟା ବୈଦାନ୍ୟତା। ଭରତ ଚିନ୍ତା କରୁଛନ୍ତି ସୀତାରାମଙ୍କ ପ୍ରତି ମୋ ଦ୍ଵାରା ଯୋଉ ଅନ୍ୟାୟ ହେଇଛି, ସେ ଅନ୍ୟାୟ ଦ୍ଵାରା ମୋ ଅସ୍ଥି ଭିତରେ ଯୋଉ ପାପ ଛପିକି ଅଛି, ମୁଁ ଏଇ ଗୋମାତା ମଳରୁ ବାହାରୁଥିବା ଶସ୍ୟକୁ ଯଦି ଆଉ ଥରେ ତାକୁ ପାନ କରିବି, ତାହେଲେ ମୋ ଅସ୍ଥି ଭିତରୁ ସେ ପାପ ବାହାରିଛି। ଏଇ ପ୍ରକାର ଚିନ୍ତା କରିକି ସେ ଖାଉଥିଲେ। ତେଣୁ ଆମର ତ ଆଦି ଅନାଦି କାଳରୁ ଜନ୍ମରୁ ଆମ ଭିତରେ ଯାବତୀୟ ପ୍ରକାର ପାପ ଛପିକି ଲୁଚିକି ଅଛି। ଆଉ ଏକାଦଶୀ ବ୍ରତ ସମସ୍ତେ କରନ୍ତୁ। ଖାଲି ଯଦି ଆପଣଙ୍କ କାନରେ ପଡିଗଲା, ଆରେ ଭାଇ ଜାଣିଛ ଆଜି ଏକାଦଶୀ ବୋଲି, ଏତିକି ଯଦି କିଏ ପକେଇଦେଲା, ତାର ଏତେ ପାୱାର ସେ ଶବ୍ଦର ଯେ ପାପର ଗତି ସେଇଠି ବନ୍ଦ ହେଇଯିବ। ଧ୍ୟାନ ସେ ଶୁଣନ୍ତୁ କଥା। ପାଳିବା ତ ବହୁତ ଆଗକୁ ଅଛି। ଯଦି ଆପଣଙ୍କ କାନରେ କିଏ ପକେଇଦେଲା, ଆରେ ଭାଇ ଜାଣିଛ ଆଜି ଏକାଦଶୀ ବୋଲି, ଏକଥା ଜଣେ ଜଣକୁ କହୁଥିଲା ବେଳେ ଯଦି ଆଉ 50 ଜଣଙ୍କ କାନରେ ସେ ପଡିଗଲା ଏଇ ଶବ୍ଦଟା ଆଜି ଏକାଦଶୀ ବୋଲି, ସେ ଲୋକ ପାଖକୁ ମଧ୍ୟ ପାପର ଗତି ବନ୍ଦ ହେଇଯିବ। ଗତି ବନ୍ଦ ହେଇଯିବ। ଆପଣ ଚିନ୍ତା କରନ୍ତୁ, କିନ୍ତୁ ପାଳିବା ତ ବହୁତ ଆଗକୁ ଅଛି। ତେଣୁ ଭଗବତ ଜିନିଷକୁ ଯେତିକି ସହଜରେ ପାର କରିହବ, ଆଉ କୋଉଥିରେ ପାର କରିହବ ନାହିଁ। ତେଣୁ ଆପଣ ଏଇସବୁ ଜିନିଷ କେବଳ ଶୁଣିକି ବସିଲେ ହବନି ଘରେ। ମୁଁ ସେଇଥିପାଇଁ ସମସ୍ତଙ୍କୁ ଅନୁରୋଧ କରୁଛି, ଆପଣଙ୍କ ଘରେ ଯଦି ବାହାଘର ସାହାଘର ଏବେ ହଉଛି, ଦିନ ବେଳା ବାହାଘର କରନ୍ତୁ। ଇଏ ପରମ୍ପରା ଆଗରୁ ଆମ ସମସ୍ତଙ୍କର ଥିଲା।
रात्रि रे बाहागर हेले देवता माने रात्रि रे आहुति ग्रहण करती नहीं सूर्य आकाश रे नथिले आहुति दिया जाए नहीं तेणु सूर्य भगवान आकाश रे उदयमान थिला बेले दिन बेला बाहागर कले वर कन्या को आशीर्वाद मिलिबो